দীর্ঘ 8-9 ବର୍ଷ ପରେ ଆଜି କ୍ଲାସ ରୁମ୍ ତଡା ଖାଇଲି କାରଣଟା ଲାଷ୍ଟ କହିବି। କେବେ କେବେ ନା ଏମିତି ହୁଏ କି ଆମକୁ କିଛି ଭଲ ଲାଗେନି ହେଲା, ମାନେ ନା କିଛି କରିବା ପାଇଁ ହଉ କି ନା କିଛି ଗୋଟେ କୋଉଠି ଯିବା ପାଇଁ ହଉ, ସକାଳ ପୁର ଉଠିଲା ପରେ ମତେ ପୁରା ବିରକ୍ତ ଲାଗୁଛି। ମୁଁ ଜାଣି ବି ପାରୁନି କୋଉଠି ଲ୍ୟାକ୍ କରୁଛି, କଣ ହେଇଛି କଣ ନାହିଁ, ମୁଁ ନିଜେ କିଛି ବୁଝିପାରୁନି। ବାସ୍ ଏମିତି ଶୋଇକି ରହିଥିଲି, ଫାର୍ଷ୍ଟ କ୍ଲାସ ବି ଆସିନଥିଲି ହେଲା। କିନ୍ତୁ ଏଠି ଏକା ରୁମରେ ବସିଲେ ନା ବହୁତ ନେଗେଟିଭ ଜିନିଷ ମାଇଣ୍ଡକୁ ଆସୁଛି, ଆଉ ବହୁତ ପୁରୁଣା କଥା ଯୋଉ ଜିନିଷର କୌଣସି ଭ୍ୟାଲ୍ୟୁ ନାହିଁ, କି ସେଇ କଥା ଭାବୁଛି କି କଣ ବେଟର ହେଇପାରିଥାନ୍ତା, କୋଉ ଜିନିଷଟାକୁ ରେକ୍ଟିଫାଏ କରି ହେଇଥାନ୍ତା। କିନ୍ତୁ ବାସ୍ତବିକ ଭାବରେ ଦେଖିବା ପାଇଁ ଗଲେ ତାର କୌଣସି ଭ୍ୟାଲ୍ୟୁ ନାହିଁ। ନା ମୁଁ ତାକୁ ଜାଣିକି କିଛି କରିପାରିବି, ନା ତାକୁ ଯାଇକି ପଛକୁ ଚେଞ୍ଜ କରିପାରିବି। ସେଥିପାଇଁ ଭାବିଲି କି ନା ବେଟର ହଉଛି କ୍ଲାସ ପଳେଇବି। ଦେଖନ୍ତୁ କିଛି ବହି ଫହି ଆଣି ଖାତା ଗୋଟେ ନେଇ ପଳେଇ ଆସିଛି। ପଢିଲେ ପଢିବି, ନହେଲେ ବସିବି, ଆଟଲିଷ୍ଟ ଟିକେ ମାଇଣ୍ଡ ଟା ଏନଗେଜ ହେଇ କୋଉଠି ଗୋଟେ ରହିବ। ପନିଶମେଣ୍ଟ ମିଳିପାରେ, ମିଳିଲେ ମିଳିବ, ଆଟଲିଷ୍ଟ ଟିକେ ଏନଗେଜ ତ ରହିବି। କ୍ଲାସରେ ଯାଇ ଦେଖିଲି ମହେଶ ସାର୍ ପ୍ରଥମ ବେଞ୍ଚରେ ବସିକି ବାସ୍କେଟବଲ ଦେଖୁଛି। ବାକି ପିଲାମାନଙ୍କ ଭିତରୁ କିଏ କିଏ ଶୋଇ ପଡିଥିଲେ ଆଉ କିଏ କିଏ ପଢୁଥିଲେ, ଯେହେତୁ କ୍ଲାସ ରୁମରେ ଟିଚର ନଥିଲେ। ନେକ୍ସଟ କ୍ଲାସରେ ଲୁସି ମ୍ୟାମ ଆସିଲେ, ଆମକୁ ସବୁ ବାହାର କରିଦେଲେ, କାହିଁକି ନା କପି ଗୋଟେ କହିଥିଲେ ଆଣିବା ପାଇଁ, ମୁଁ ଆଣି ନାହିଁ। ମୁଁ ତ ଯୋଉ ଅବସ୍ଥାରେ ଉଠିକି ଆସିଛି, କପି କଣ ଫପି କଣ କିଛି ତ ଆଣିନି। ଆଉ କଣ କରିବା, ଛାଡ, 8-9 ବର୍ଷ ପରେ କ୍ଲାସ ରୁମ ତଡା ଖାଇଗଲି ଆଉ କଣ।